এই ভিডিওରେ ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ପଦାର୍ଥ ଦେଖେଇବି ଯେଉଁ ପଦାର୍ଥ ପାଣିରେ ଯଦି ଆପଣମାନେ ଫୋପାଡ଼ି ଦେବେ ସାତ ସମୁଦ୍ର ପାଣିରେ ମଧ୍ୟ ନିଆଁ ଜଳିଯିବ। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୋଉଠି ନା କୋଉଠି ଯାଦୁ ଦେଖିଥିବେ। ଯାଦୁଗରମାନେ କ'ଣ କରନ୍ତି, ପାଣିରେ ମଧ୍ୟ ନିଆଁ ଲଗାଇ ଦିଅନ୍ତି। ଆଉ ତାନ୍ତ୍ରିକମାନେ କ'ଣ କରନ୍ତି, ପାଣିରେ ମଧ୍ୟ ମନ୍ତ୍ର ବଳରେ ନିଆଁ ଲଗାଇ ଦିଅନ୍ତି। କିନ୍ତୁ ଆପଣମାନେ କୌଣସି ମନ୍ତ୍ର ଜାଣିନାହାନ୍ତି, ତନ୍ତ୍ର ଜାଣିନାହାନ୍ତି କିମ୍ବା ଯାଦୁ ଜାଣିନାହାନ୍ତି, କିନ୍ତୁ ଆପଣମାନେ ଚାହିଁଲେ ମଧ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରିବେ, ପାଣିରେ ନିଆଁ ଲଗେଇକି ଯାଦୁ ଦେଖେଇ ପାରିବେ। ଏହି ମାତ୍ର ଗୋଟିଏ ତାବିଜ ଆପଣମାନଙ୍କର ଅନେକ ଗୁଡ଼ିଏ କାମରେ ଆସିବ। ବଶୀକରଣ, ମୋହନ, ଆକର୍ଷଣ, କାର୍ଯ୍ୟସିଦ୍ଧି, ବେପାର ବୃଦ୍ଧି, ଶତ୍ରୁ ସମସ୍ୟା, ବିବାହ ସମସ୍ୟା, କୋର୍ଟ କଚେରୀ ସମସ୍ୟା, ଗ୍ରହ ନକ୍ଷତ୍ର ସମସ୍ୟା, ପାଙ୍ଗଡ଼ ନାଶନ ସମସ୍ୟା, ଚାକିରି ସମସ୍ୟା, ରୋଗ ସମସ୍ୟା, ଭୂତ ପ୍ରେତ ସମସ୍ୟା, ତା ଛଡ଼ା ଆପଣମାନଙ୍କର ଯେକୌଣସି ଅଦୃଶ୍ୟ ସମସ୍ୟା ଥିଲେ ମଧ୍ୟ ଏହି ତାବିଜ ପିନ୍ଧିବା ଦ୍ୱାରା ସେସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣମାନଙ୍କୁ ଦରକାର ଥିଲେ ଆପଣମାନେ ଆମ ସହିତ ଯୋଗାଯୋଗ କରନ୍ତୁ। ଆପଣମାନଙ୍କୁ 7-8 ଦିନ ମଧ୍ୟରେ ଏହା ବାଇପୋଷ୍ଟ ମାଧ୍ୟମରେ ମିଳିଯିବ। ଦେଖନ୍ତୁ, ଏଥିପାଇଁ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ମୁଁ ଯେଉଁ ଜିନିଷଟି ଆପଣମାନଙ୍କୁ ଦେଖୁଛି ସେହି ଜିନିଷଟି ଆପଣମାନଙ୍କୁ ପ୍ରଥମେ ସଂଗ୍ରହ କରିବାକୁ ପଡ଼ିବ। ଦେଖନ୍ତୁ, ଏଇଟା ହେଉଛି ସୋଡ଼ିୟମ ମେଟାଲ। ଦେଖନ୍ତୁ, ଏଇଟା ହେଉଛି ସୋଡ଼ିୟମ ମେଟାଲ। ସୋଡ଼ିୟମ ମେଟାଲ ଆପଣମାନଙ୍କୁ ଅନଲାଇନରେ ମିଳିଯିବ, ଆମାଜନ ଫ୍ଲିପକାର୍ଟରେ ମିଳିଯିବ। ବୁଝିଲା, ଆମାଜନ ଫ୍ଲିପକାର୍ଟରେ ମିଳିଯିବ। ଏଇଟା ଆପଣମାନଙ୍କୁ 500-700 ଟଙ୍କା ପଡ଼ିଯିବ ମାତ୍ର 100 ଗ୍ରାମ। ବୁଝିଲେ କି ନାହିଁ, ମାତ୍ର 100 ଗ୍ରାମ କ'ଣ କରିବେ, ଆପଣମାନେ ଅନଲାଇନରେ ମଗାଇ ପାରିବେ। ଯେତେବେଳେ ଆପଣମାନେ କୌଣସି ଲୋକକୁ ଆଶ୍ଚର୍ଯ୍ୟ କରିବାର ଥିବ ତାହେଲେ କ'ଣ କରିବେ, ଆପଣମାନେ ଦେଖନ୍ତୁ, ଏଇଟା ବାକି ଡେଞ୍ଜର। ବୁଝିଲା କି ନାହିଁ, ଏଇ ଦେଖନ୍ତୁ, ଏଇଟା ହେଉଛି ସୋଡ଼ିୟମ ମେଟାଲ। এইটা ୟା ଭିତରେ ଅଏଲ ଅଛି, ଅଏଲ ଭିତରେ କ'ଣ ଅଛି, ସୋଡ଼ିୟମ ମେଟାଲ ଅଛି। এইটা ପୁରା ନରମ ରହେ। ବୁଝିଲା କି ନାହିଁ, ପୁରା ନରମ ରହେ। ମୁଁ ଆପଣମାନଙ୍କୁ ଦେଖାଉଛି, ଏଠି ମୁଁ ଛୁରୀ ମାରିବି ତାହେଲେ ଛୁରୀ ମଧ୍ୟ ଏଠି ଗଡ଼ିଯିବ। ଦେଖନ୍ତୁ, এইটা ହେଉଛି ସୋଡ଼ିୟମ ମେଟାଲ। এইটা କ'ଣ ହେବ, ଆପଣ ଗୋଟେ ପିସ୍ ନେବେ, ପାଣିରେ ଫୋପାଡ଼ି ଦେବେ, ତାହେଲେ ସାଙ୍ଗେ ସାଙ୍ଗେ ବ୍ଲାଷ୍ଟ ହେଇଯିବ। ଯେମିତି ଆମର ଇଏ ବାଣ ଯାକ ବ୍ଲାଷ୍ଟ ହୁଏ, ସେମିତି এইটা ମଧ୍ୟ ବ୍ଲାଷ୍ଟ ହେଇକି ପୁରା ନିଆଁ ଜଳିଯିବ। ଯଦି ଏହି ପିସ୍ ନେଇକି ନିଆଁ ମୁଁ ପାଣିରେ ଫୋପାଡ଼ି ଦେବି ନା, ପୁରା ବହୁତ ଜୋର ଧାମାକା ହେବ, ବ୍ଲାଷ୍ଟ ହେଇଯିବ ଆଉ ନିଆଁ ଚାରିଆଡ଼େ ଜଳିବ। ଦେଖନ୍ତୁ, ଏଇଟା ପାଣିର ସ୍ପର୍ଶରେ ଆସିଲେ ଏକା ନିଆଁ ଜଳେ, କିନ୍ତୁ ସେମିତି ଆପଣମାନେ ଅଏଲରେ, ଏଇଟା ଦେଖନ୍ତୁ ଅଏଲରେ ରଖାଯାଇଛି। ଯଦି ମୁଁ ଏଟାକୁ ପାଣିରେ ଫୋପାଡ଼ି ଦେବି ତାହେଲେ ବ୍ଲାଷ୍ଟ ହେଇଯିବ। କିନ୍ତୁ ମୁଁ ଗୋଟେ ରେଷ୍ଟ୍ରିକେଟେଡ୍ ଏରିଆରେ ଅଛି, ତେଣୁ ମୁଁ ଏଇସବୁ ଆପଣମାନଙ୍କୁ ଏକ୍ସପେରିମେଣ୍ଟ କରିକି ଦେଖେଇ ପାରିବି ନାହିଁ। ବୁଝିଲା କି ନାହିଁ, କାହିଁକି ନା ଏଠି ଅନେକ ପ୍ରକାର ଜିନିଷ ଯାକ ଅଛି। ମୁଁ ଯଦି ଏଟାକୁ ପାଣିରେ ଫୋପାଡ଼ି ଦେବି ତାହେଲେ ହୁଏତ କାହାର ଘରକୁ ପ୍ରୋବ୍ଲେମ ହେଇପାରେ, ତେଣୁ ମୁଁ ଏଇଟା ଆପଣମାନଙ୍କୁ ଦେଖେଇ ପାରିବି ନାହିଁ। ଯଦି ଆପଣମାନେ ଏଇଟାକୁ ଅନଲାଇନରୁ ମଗାଇବେ, ଆମାଜନରେ ମିଳିଯିବ। ଆପଣମାନେ ଦେଖିଥାନ୍ତୁ, ସୋଡ଼ିୟମ ମେଟାଲ ଏହାକୁ କୁହାଯାଏ। ଆଉ ପ୍ରାୟତଃ ଆମେ ଯାଦୁ ଦେଖେଇବା ସମୟରେ ଏଇଟାକୁ ହିଁ ବ୍ୟବହାର କରିଥାଉ। ଆଉ ଆଜିକାଲି କଳିଯୁଗରେ ମନ୍ତ୍ର ଏତେ ସହଜରେ କାମ କରେ ନାହିଁ। ଯେଉଁ ଜାଗାରେ ଯେଉଁ ଟାଇମରେ ମନ୍ତ୍ର କାମ କରେ ନାହିଁ, ସେଇ ଟାଇମରେ କ'ଣ କରାଯାଏ, ଏହି ସୋଡ଼ିୟମ ମେଟାଲକୁ ହିଁ ବ୍ୟବହାର କରାଯାଏ। କିନ୍ତୁ ଲୋକ ଯେଉଁ ସମୟରେ ଦେଖିପାରନ୍ତି ନାହିଁ, ବୁଝିଲେ କି ନାହିଁ, ଆମେ ନିଜର ଚାଲାକି ବଳରେ ଏଇସବୁ ଲୋକଙ୍କୁ ଦେଖେଇଥାଉ, ଆଶ୍ଚର୍ଯ୍ୟ କରିଥାଉ। ଆପଣ ଦେଖିଥାନ୍ତୁ, ଏଇଟା ହେଉଛି ସୋଡ଼ିୟମ ମେଟାଲ। ଏଇଟା ଅଏଲ ଭିତରେ ଏକା ରଖାହେଇଛି। ଏଇଟା ମୁଁ 700 ନା 500 ଦେଇଥିଲି, ଏଇଟା ଅନଲାଇନରେ ମଗାଇଥିଲି। ବୁଝିଲା, ଏଇଟା ହେଉଛି ସୋଡ଼ିୟମ ମେଟାଲ। ଆପଣ ଦେଖିଥାନ୍ତୁ, ଆପଣମାନେ ଯଦି ମଗାଇବେ ଅନଲାଇନରେ ମିଳିଯିବ। କିନ୍ତୁ ଏଇଟା ବହୁତ ଡେଞ୍ଜର। ଆପଣମାନେ ଏମିତି ନାହିଁ ଯେ କାହା ଘର ଉପରେ ନେଇକି ଫୋପାଡ଼ି ଦେବେ। ଯଦି ଫୋପାଡ଼ି ଦେବେ, ଯେଉଁ ଦିନ ବର୍ଷା ହେବ ନାହିଁ କି, ସେଇଦିନ ତାଙ୍କ ଘର ଛାତ ଉପରେ ବ୍ଲାଷ୍ଟ ହେଇଯିବ। ବୁଝିଲା, ଯଦି ଆପଣ କାହା ଘର ଉପରେ ନେଇକି ଫୋପାଡ଼ି ଦେଇଥିବେ, ଯେଉଁ ଟାଇମରେ ଖରା ହେବ ସେ ଟାଇମରେ ତ କିଛି ନାହିଁ, ଯଦି ବର୍ଷା ହୁଏ ତାହେଲେ ସାଙ୍ଗେ ସାଙ୍ଗେ ବ୍ଲାଷ୍ଟ ହେଇଯିବ ଆଉ ନିଆଁ ଜଳିଯିବ। ଆପଣମାନେ ଦେଖନ୍ତୁ, ଏଇଟା ହେଲା ସୋଡ଼ିୟମ ମେଟାଲ। ଏଥିରେ ଆପଣଙ୍କୁ କୌଣସି ନିଆଁ ଜାଳିବାର ଆବଶ୍ୟକ ନାହିଁ। ଅଟୋମେଟିକ ପାଣିର ସ୍ପର୍ଶରେ ଆସିଲେ ଏଇଟା ନିଆଁ ଜଳିଯାଏ।